ଆଜି ଦିନଟି ବହୁତ ଅଜବ ଥିଲା। ବାପା ଏବଂ ମା ସକାଳୁ କୌଣସି କାମ ପାଇଁ ବାହାରକୁ ଯାଇଥିଲେ ଏବଂ କେବଳ ମୁଁ ଏବଂ ମୋ ଭାଇ ଘରେ ଥିଲୁ। ସେମାନେ ଅପରାହ୍ନ ପର୍ଯ୍ୟନ୍ତ ଫେରିବେ ନାହିଁ ବୋଲି କହିବା ମାତ୍ରେ ମୋ ମନରେ ଏକ ଅଲଗା ଚିନ୍ତାଧାରା ଉଠିଲା। ମୁଁ ବୁଝିପାରୁ ନଥିଲି ଆଜିର ଦିନଟି କଣ ହେବ। ବାପା ଏବଂ ମା ଯିବା ମାତ୍ରେ ମୋ ଭାଇର ନଜର ମୋ ଉପରେ ଭିନ୍ନ ଭାବରେ ପଡ଼ିଲା। ମୁଁ ବୁଝିପାରୁ ନଥିଲି ତାଙ୍କ ମନରେ କଣ ଚାଲିଛି। ସେ ଥରେ ମୋତେ ଚାହିଁଲେ ଏବଂ ତାପରେ ହସିଲେ। ମୋର ମନ କିଛି କହୁଥିଲା କିନ୍ତୁ ମୁଁ ତାଙ୍କ ହସକୁ ଅଣଦେଖା କଲି। ମୁଁ ମୋର କାମ କରିଚାଲିଲି ଆଉ ଭାବିଲି ସବୁ କିଛି ସ୍ୱାଭାବିକ ରହିବ। ହଠାତ୍ ସୁଯୋଗ ପାଇବା ମାତ୍ରେ ଭାଇ ମୋ ଆଡ଼କୁ ଇଙ୍ଗିତ କରି କହିଲା, ଦେଖ ଆଜି ମା ବାପା ଘରେ ନାହାନ୍ତି, ତେବେ ଆମେ କିଛି ମଜା କାହିଁକି ନ କରିବା। ମୁଁ ଆଖି ବୁଜି କହିଲି, ତୁମେ କଣ କହୁଛ? ମା ବାପା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ ଭଲରେ ରହିବୁ ଏବଂ ଘରେ କିଛି ନଷ୍ଟ କରିବୁ ନାହିଁ। ଭାଇ ହସି ହସି ଉତ୍ତର ଦେଲା, ଆମେ କେବଳ ଟିକିଏ ମଜା କରିବା। ଯାହାହେଲେ ଏତେ ନିର୍ଜନ ଘର ଏବଂ ତୁମେ ମୋ ପାଖରୁ ମଜା ଆଶା କରିବ ନାହିଁ, ଏହା କିପରି ସମ୍ଭବ? ତାଙ୍କ କଥା ଶୁଣି ମୁଁ ମଧ୍ୟ ଟିକିଏ ହସିଲି। ସର୍ବୋପରି ସେ ମୋ ଭାଇ ଏବଂ ସେ ମଜା କରିବାରେ ଇଚ୍ଛୁକ ଥିଲା। ମୁଁ ଭାବିଲି କିଛି ସମୟ ମଜା କରୁ, କିନ୍ତୁ ମୁଁ ଦେଖିବାକୁ ଚାହୁଁଛି ସେ କଣ କରିବେ। ତାପରେ ଭାଇ ଜୋରରେ କହିଲେ, ଚାଲ ଆମେ ଏକ ଖେଳ ଖେଳିବା। ମୁଁ ଆଖି ବୁଲେଇ ପଚାରିଲି, କେଉଁ ଖେଳ? ଭାଇ ଦୁଷ୍ଟାମିରେ ହସି କହିଲେ, ତୁମକୁ ମନେ ଅଛି କି ପିଲାଦିନେ ଆମେ ଲୁଚକାଳି ଖେଳୁଥିଲୁ? ମୁଁ ହସି କହିଲି, ହଁ ହଁ, କିନ୍ତୁ ଏବେ ଆମେ ବଡ଼ ହୋଇଗଲୁଣି ଏବଂ ଏହି ଖେଳ ଖେଳିବାକୁ ଅଜବ ଲାଗିବ। ସେ ଉତ୍ତର ଦେଲେ, ନା ବାପା ଓ ମା ନାହାନ୍ତି, ତେଣୁ ପିଲାଦିନର ଟିକେ ଖେଳକୁ ଉପଭୋଗ କାହିଁକି କରିବା ନାହିଁ। ତାପରେ ମୁଁ ତାଙ୍କ କଥାରେ ରାଜି ହୋଇଗଲି। ଆମେ ଖେଳ ଆରମ୍ଭ କରିବା ମାତ୍ରେ ଭାଇ ମୋ ପଛରେ ଆସି କହିଲା, ତୁମକୁ ଧରିବା ବହୁତ ସହଜ। ମୁଁ ତାପରେ ହସି ହସି ଦୌଡ଼ିବାକୁ ଚେଷ୍ଟା କଲି। ମୁଁ ଦୌଡ଼ି ଘରର ଏକ କୋଣରେ ଲୁଚି ରହିଲି। ମୁଁ ଭାବିଥିଲି ଭାଇ ଏତେ ଶୀଘ୍ର ମୋତେ ପାଇପାରିବେ ନାହିଁ, କିନ୍ତୁ ମୁଁ ଭୁଲ କରିଥିଲି। କିଛି ମିନିଟ ପରେ ସେ ମୋତେ ଖୋଜି ଖୋଜି ଆସି ମୋ ପଛରେ ଲୁଚି ଠିଆ ହେଲେ। ମୁଁ ପଛକୁ ଫେରିବା ମାତ୍ରେ ସେ ହସି କହିଲେ, ମୁଁ ତୁମକୁ ଧରି ପକାଇଲି। ମୁଁ ଟିକେ ବିରକ୍ତ ହୋଇ କହିଲି, ତୁମେ ବହୁତ ଚାଲାକ ହୋଇଗଲଣି। କିନ୍ତୁ ଭିତରେ ମୁଁ ମଧ୍ୟ ଉପଭୋଗ କରୁଥିଲି। ତାପରେ ଭାଇ କିଛି ଦୁଷ୍ଟାମି କରି କହିଲା, ଏବେ ତୁମେ ଶୀଘ୍ର ଲୁଚ, ମୁଁ ଗଣିବି ଏବଂ ସେ ଆଖି ବନ୍ଦ କରି ଗଣିବା ଆରମ୍ଭ କଲେ। ମୁଁ ଶୀଘ୍ର ଦୌଡ଼ି ଦ୍ୱିତୀୟ ମହଲାର ଷ୍ଟୋର ରୁମରେ ଲୁଚି ରହିଲି। ମୁଁ ଭାବିଲି ସେ ମୋତେ ଏଠାରେ ଖୋଜିବା ଅସମ୍ଭବ ହେବ, କିନ୍ତୁ ଭାଇର ଚତୁରତା ଆଗରେ ମୋର ସମସ୍ତ ପ୍ରୟାସ ବେକାର ହୋଇଗଲା। କିଛି ସମୟ ପରେ ସେ ମୋତେ ପାଇଲେ ଏବଂ ପୁଣି ସେହି ବିଜୟୀ ହସ ସହିତ କହିଲେ, ତୁମେ ମୋଠାରୁ ଲୁଚି ପାରିବ ନାହିଁ। ମୁଁ ଟିକେ ଥକି ଯାଇଥିଲି, ତେଣୁ ମୁଁ କହିଲି, ଆସ, ମୁଁ ଏବେ ଖେଳିବାକୁ ଚାହୁଁନାହିଁ, ଅନ୍ୟ କିଛି କର। ଭାଇ ମୁଣ୍ଡ କୁଣ୍ଡାଇ କହିଲା, ଠିକ ଅଛି, ତେବେ ଏବେ ରୋଷେଇ ଘରକୁ ଯିବା ଏବଂ କିଛି ସ୍ୱାଦିଷ୍ଟ ଖାଦ୍ୟ ରାନ୍ଧିବା। ଗଲାବେଳେ ମା ଆମକୁ ରୋଷେଇ ଘରେ କିଛି ରାନ୍ଧିବାକୁ ବାରଣ କରିଥିଲେ, ତେଣୁ ମୁଁ ତାଙ୍କୁ ଗାଳି ଦେଇ କହିଲି, ଯଦି ମା ଜାଣିବେ ଯେ ଆମେ ରୋଷେଇ ଘରେ କିଛି ରାନ୍ଧିଛୁ, ତେବେ ମା ଆମକୁ ଗାଳି କରିବେ ଏବଂ ତୁମେ ଜାଣ ଯେ ମୁଁ ରାନ୍ଧିବା ଜାଣିନାହିଁ। କିନ୍ତୁ ଭାଇ ମୋତେ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲା ଏବଂ କହିଲା, ତୁମେ କେବଳ ଦେଖ, ମୁଁ ନିଜେ ସବୁକିଛି କରିବି। ଆମେ ଦୁହେଁ ରୋଷେଇ ଘରକୁ ଗଲୁ ଏବଂ ଭାଇ କିଛି ନୂତନ ରେସିପି ତିଆରି କରିବାକୁ ଭାବିଲା। ସେ ଫ୍ରିଜରୁ ପନିର, ଟମାଟୋ ଏବଂ ଅନ୍ୟାନ୍ୟ ଜିନିଷ ବାହାର କରି ସବୁକିଛି ମିଶ୍ରଣ କରିବାକୁ ଲାଗିଲେ। ମୁଁ ତାଙ୍କୁ ଦେଖି ହସୁଥିଲି ଏବଂ ଭାବୁଥିଲି ଯେ ସେ କଣ ତିଆରି କରୁଛନ୍ତି। ଯେତେବେଳେ ସେ ମିଶ୍ରଣଟିକୁ ଚୁଲିରେ ରଖିଲେ, ମୁଁ କିଛି ପୋଡ଼ିବା ଗନ୍ଧ ପାଇବାକୁ ଲାଗିଲି। ମୁଁ ତାଙ୍କୁ ବାଧା ଦେଇ ପଚାରିଲି, ଭାଇ ତୁମେ କଣ କରୁଛ? କିଛି ଜଳୁଛି କି? ସେ ହସି କହିଲେ, ଚିନ୍ତା କର ନାହିଁ, ଏହା କିଛି ହେବ ନାହିଁ। କିଛି ସମୟ ପରେ ରାନ୍ଧିବା ପରେ ଯେତେବେଳେ ଜିନିଷଟି ବାହାରିଲା, ଆମେ ଦୁହେଁ ହସି ବାହାରକୁ ବାହାରି ଆସିଲୁ। ମୁଁ ଜାଣିନଥିଲି ଏହା କଣ, କିନ୍ତୁ ଏହା ଖାଇବା ଯୋଗ୍ୟ ଦେଖାଯାଉ ନଥିଲା। ତଥାପି ଭାଇ ସେଥିରୁ ଏକ ଖଣ୍ଡ ଭାଙ୍ଗି ମୋତେ ଦେଇ କହିଲେ, ତୁମେ ପ୍ରଥମେ ଖାଅ। ମୁଁ ତାଙ୍କ ଆଡ଼କୁ ଚାହିଁ ରହିଲି ଏବଂ କହିଲି, ମୁଁ ଖାଇପାରିବି ନାହିଁ, ତୁମେ ଖାଅ। ସେ ହସି ହସି କହିଲେ, ମୁଁ ତୁମକୁ ଚ୍ୟାଲେଞ୍ଜ କରୁଥିବା ଦେଖି ତୁମେ ଭୟଭୀତ ହେଉଛ କି? ମୁଁ ଟିକେ ଖାଇଲି ଏବଂ କାମୁଡ଼ିବା ମାତ୍ରେ ମୋ ଆଖିରେ ଲୁହ ଆସିଗଲା। ଏହା ଏତେ ଖରାପ ଥିଲା ଯେ ମୁଁ ହସି ହସି ଗଡ଼ିଗଲି। ଭାଇ ମଧ୍ୟ କାମୁଡ଼ି ଖାଇଲା ଏବଂ ତାପରେ ଆମେ ଦୁହେଁ ସେହି ଜିନିଷ ଫିଙ୍ଗିଦେଲୁ। ଆମେ ବୁଝିଲୁ ଯେ ରୋଷେଇ ଆମ ପାଇଁ ସମ୍ଭବ ନୁହେଁ। ତାପରେ ଆମେ ଦୁହେଁ ରୋଷେଇ ଘରୁ ବାହାରି ଆସି ହସି ହସି ଲିଭିଂ ରୁମକୁ ଆସିଲୁ। ଆମେ ସେଠାରେ ପହଞ୍ଚିବା ମାତ୍ରେ ଭାଇ ସୋଫାରେ ବସି କହିଲେ, ଭଉଣୀ ଏହା ବହୁତ ମଜାଦାର ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ମାଙ୍କ ଅନୁମତି ବିନା ରୋଷେଇ ଘରକୁ ପାଦ ଦେବି ନାହିଁ। ମୁଁ ମଧ୍ୟ ତାଙ୍କ ସହିତ ସହମତି ଜଣାଇ ମୁଣ୍ଡ ହଲାଇ ହସିଲି। ତାପରେ ହଠାତ୍ ତାଙ୍କ ମନକୁ ଆଉ ଏକ ଦୁଶ୍ଚିନ୍ତା ଆସିଲା। ସେ ମୋ ଆଡ଼କୁ ଚାହିଁ କହିଲେ, ଚାଲ ଆଉ ଏକ ଖେଳ ଖେଳିବା। ମୁଁ ଆଖି ବୁଲାଇଲି ଏବଂ ପଚାରିଲି, ଏବେ କେଉଁ ଖେଳ? ସେ ହସି ହସି କହିଲେ, ଏବେ ଆମେ ବାପା ମାଙ୍କ ଆଲମାରୀ ଭିତରେ କଣ ଅଛି ଦେଖିବା। ସେମାନେ ସବୁବେଳେ ଆମକୁ ମନା କରନ୍ତି, ତେଣୁ ସେମାନେ କଣ ଲୁଚାଇ ରଖିଛନ୍ତି
ତାହା ଆଜି ନିଶ୍ଚୟ ଜାଣିବା। ସେତିକି ବେଳେ ମନରେ ଟିକେ ଭୟ ସୃଷ୍ଟି ହେଲା। ମୁଁ କହିଲି, ଭାଇ, ଏହା ଠିକ ନୁହେଁ। ଯଦି ମା ଏହା ବିଷୟରେ ଜାଣିବେ ତେବେ ଆମକୁ ବହୁତ ଗାଳି ଦେବେ। କିନ୍ତୁ ଭାଇ, ମୁଁ ଯାହା କହିଲି ତାହା ଉପରେ ଧ୍ୟାନ ଦେଲେ ନାହିଁ। ସେ ଆଲମାରୀ ପାଖକୁ ଯାଇ ଖୋଲିବାକୁ ଲାଗିଲେ। ଭିତରେ ମା ଏବଂ ବାପାଙ୍କ ପୁରୁଣା ସ୍ମୃତିର ଏକ ଭଣ୍ଡାର ଥିଲା। ପୁରୁଣା ଫଟୋ ଆଲବମ୍, କିଛି ଚିଠି ଏବଂ ପିଲାଦିନର ଜିନିଷ। ଆମେ ଦୁହେଁ କିଛି ଆଲବମ୍ ବାହାର କରି ସେଗୁଡ଼ିକୁ ଦେଖିବାକୁ ଲାଗିଲୁ। ଆମ ପିଲାଦିନର ଫଟୋ ଥିଲା। କିଛି ଫଟୋରେ ମୁଁ ଭାଇର କେଶ ଟାଣୁଥିଲି ଏବଂ କିଛି ଫଟୋରେ ସେ ମୋତେ ଚିଡାଉଥିଲେ। ଆମକୁ ଦେଖିବା ପରେ ଆମେ ବହୁତ ହସିଥିଲୁ। ତାପରେ ହଠାତ୍ ଭାଇ ଏକ ପୁରୁଣା ଖେଳଣା ପାଇଲା, ଯାହା ତାଙ୍କର ପ୍ରିୟ ଜିନିଷ ଥିଲା। ସେ ସେହି ଖେଳଣାକୁ ଦେଖି କହିଲେ, ଭଉଣୀ, ଏହା ମୋର ପିଲାଦିନର ସୁପର ହିରୋ। ସେ ସେହି ଖେଳଣାଟିକୁ ଉଠାଇ ମୋ ଆଗରେ ହଲାଇ କହିଲେ, ଦେଖ, ଏହା ଏବେ ବି ସମାନ ଲାଗୁଛି। ମୁଁ ତାଙ୍କୁ ଦେଖି ମଜାରେ କହିଲି, ହମ, ଏବଂ ତୁମେ ମଧ୍ୟ ଏପର୍ଯ୍ୟନ୍ତ ସମାନ। ଏକ ସମ୍ପୂର୍ଣ୍ଣ ଦୁଷ୍ଟ ବ୍ୟକ୍ତି। ଆମେ ଦୁହେଁ ସେହି ପୁରୁଣା ଜିନିଷରେ ହଜି ଯାଇଥିଲୁ ଏବଂ ଆମକୁ ସମୟର କୌଣସି ଆକଳନ ନଥିଲା। କିନ୍ତୁ ତାପରେ ହଠାତ୍ କବାଟର ଘଣ୍ଟି ବାଜିଲା। ଆମେ ଦୁହେଁ ପରସ୍ପରକୁ ଭୟଭୀତ ହୋଇ ଦେଖିବାକୁ ଲାଗିଲୁ। ମୁଁ କହିଲି, ଭଉଣୀ, ମା ବାପା ସନ୍ଧ୍ୟାରେ ଆସିବେ। ମୁଁ କହିଲି, ମା ବାପା ସନ୍ଧ୍ୟାରେ ଆସିବାର ଥିଲା। ଏ କିଏ? ଭାଇ କହିଲା, ଚୁପ ରୁହ, ହୁଏତ ଏହା ଅନ୍ୟ କେହି। ଆମେ ଦୁହେଁ ଶୀଘ୍ର ସବୁକିଛି ଆଲମାରୀରେ ରଖିବାକୁ ଲାଗିଲୁ ଏବଂ ତାପରେ ଯାଇ କବାଟ ଖୋଲିଲୁ। ସେତେବେଳେ ପଡୋଶୀ ଘର ମାଉସୀ କବାଟ ପାଖରେ ଠିଆ ହୋଇଥିଲେ। ସେ କହିଲେ, ପୁଅ, ତୁମେ ଦୁହେଁ ଠିକ ଅଛ କି? ମୁଁ ଭାବିଲି ଘରେ ଏତେ ହସ ଶୁଭୁଛି, ତେଣୁ ମୁଁ ଦେଖିବା ପାଇଁ ଚାଲି ଆସିଲି। ଆମେ ଦୁହେଁ ପରସ୍ପରକୁ ଚାହିଁ ହସିଲୁ। ଭାଇ ଉତ୍ତର ଦେଲେ, ହଁ ମାଉସୀ, ଆମେ ସମ୍ପୂର୍ଣ୍ଣ ଭଲ ଅଛୁ। ଆମେ କେବଳ ମଜା କରୁଥିଲୁ। ମାଉସୀ ହସି କହିଲେ, ଠିକ ଅଛି ପୁଅ, ଠିକ ଅଛି। ମୁଁ ଭାବିଲି କିଛି ଅସୁବିଧା ଘଟିଥିବ। ତାପରେ ସେ ଚାଲିଗଲେ ଏବଂ ଆମେ ଗୋଟେ ଦୀର୍ଘ ନିଶ୍ୱାସ ମାରିଲୁ। କିନ୍ତୁ ତାପରେ ମୁଁ ଅନୁଭବ କଲି ଯେ ଆମେ ଏପର୍ଯ୍ୟନ୍ତ ରୋଷେଇ ଘର ସଫା କରିନାହୁଁ। ରୋଷେଇ ଘରର ଅବସ୍ଥା ଦେଖି ଆମେ ଦୁହେଁ ଭୟଭୀତ ହୋଇଗଲୁ। ଟମାଟୋ, ପନିର, ମଇଦା, ଧୂଳି ସବୁଠି ଛିଞ୍ଚି ହୋଇଯାଇଥିଲା। ମୁଁ ମୋ ଭାଇକୁ ରାଗି ଚାହିଁ କହିଲି, ଏସବୁ ତୁମ ଯୋଗୁଁ ହୋଇଛି। ଏବେ ଯେତେବେଳେ ମା ଆସି ଏସବୁ ଦେଖନ୍ତି ଆମେ ଅସୁବିଧାରେ ପଡ଼ିବା। ମୋ ଭାଇ ନିର୍ଦ୍ଦୋଷ ବୋଲି ଅଭିନୟ କରି କହିଲା, ଭଉଣୀ, ମୁଁ କହିଥିଲି ଯେ ଆମକୁ ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବା ଉଚିତ, କିନ୍ତୁ ସଫା କରିବା ଆମ ଉଭୟଙ୍କର ଦାୟିତ୍ୱ। ମୁଁ ଟିକିଏ ରାଗିଯାଇ କହିଲି, ଠିକ ଅଛି, ଚାଲ ଶୀଘ୍ର ସଫା କରିବା। ଆମେ ଦୁହେଁ ଶୀଘ୍ର ରୋଷେଇ ଘର ସଫା କରିବା ଆରମ୍ଭ କଲୁ। ଭାଇ ତଳେ ପଡ଼ିଥିବା ଟମାଟୋ ଖଣ୍ଡଗୁଡ଼ିକୁ ଉଠାଇଲା ଏବଂ ମୁଁ ଜମା ହୋଇଥିବା ମଇଳା ପାତ୍ରରୁ ସଫା କଲି। କିଛି ଚେଷ୍ଟା ପରେ ରୋଷେଇ ଘର ଟିକେ ସଫା ଦେଖାଯିବା ଆରମ୍ଭ କଲା। ସଫା କରିବା ସମୟରେ ମୋ ଭାଇ ମଜାରେ କହିଲା ଯେ ଆଜି ଆମେ ଏତେ ସଫା କରିଛୁ ଯେ ମା ମଧ୍ୟ ଏହାକୁ ଦେଖି ଖୁସି ହେବେ। ମୁଁ ତାଙ୍କୁ ବଡ଼ ବଡ଼ ଆଖିରେ ଦେଖିଲି ଏବଂ କହିଲି ଯେ ଯେତେବେଳେ ସେ ଜାଣିବେ ଯେ ଆମେ ଏଠାରେ ହଙ୍ଗାମା କରିଛୁ, ସେତେବେଳେ ସେ ଆଶ୍ଚର୍ଯ୍ୟ ହେବେ। ସଫା କରିବା ପରେ ଆମେ ଦୁହେଁ ରୁମରେ ବସି ପରସ୍ପରକୁ ଚାହିଁ ହସିବାକୁ ଲାଗିଲୁ। ହଠାତ୍ ଭାଇ ମୋ ଆଡ଼କୁ ଟିକିଏ ହସିକି ଚାହିଁଲେ ଏବଂ କହିଲେ, ଠିକ ଅଛି, ଶୁଣ, ମୋର ଆଉ ଏକ କାମ ବାକି ଅଛି। ମୁଁ ମୋ ମୁଣ୍ଡକୁ ଧରି କହିଲି ଯେ ତୁମେ ପୁଣି କାହିଁକି ମୂଲ୍ୟହୀନ କଥା ବିଷୟରେ ଭାବୁଛ? ସେ କହିଲେ, ଏଥର ଆମେ କୌଣସି ଅସୁବିଧା କରିବା ନାହିଁ। ଆସ ମାଙ୍କ ଫୋନରୁ ଏକ ସେଲ୍ଫି ନେବା। ସେ ସବୁବେଳେ ଆମକୁ ତାଙ୍କ ଫୋନକୁ ଛୁଇଁବାକୁ ବାରଣ କରନ୍ତି, ତେଣୁ ତାଙ୍କ ଅନୁପସ୍ଥିତିରେ କାହିଁକି ଏକ ସ୍ମରଣୀୟ ସେଲ୍ଫି ନ ନେବା? ଭାଇଙ୍କ କଥା ମଜାଦାର ଲାଗିଲା। ମୁଁ ମଧ୍ୟ ଭାବିଲି ଯେ ଥରେ ସେଲ୍ଫି ନେବାରେ କ୍ଷତି କଣ? ଆମେ ଦୁହେଁ ମାଙ୍କ ଫୋନ ଧରି ଅଜବ ମୁହଁ କରି ସେଲ୍ଫି ନେବା ଆରମ୍ଭ କଲୁ। କେତେବେଳେ ସେ ଅଜବ ମୁହଁ କରୁଥିଲେ ତ କେତେବେଳେ ମୁଁ ମୋ ମୁହଁ ଫୁଲାଇ ମୋର ଫଟୋ କ୍ଲିକ୍ କରୁଥିଲି। ହଠାତ୍ ଭାଇ କ୍ୟାମେରାର ଭିଡିଓ ମୋଡ ଚାଲୁ କରି ରେକର୍ଡି କରିବା ଆରମ୍ଭ କଲା। ସେ ମଜାରେ ମାଙ୍କୁ ନକଲ କରି କହିଲା। ତାଙ୍କ ଅଭିନୟ ଦେଖି ଆମେ ଦୁହେଁ ହସି ହସି ପାଗଳ ହୋଇଗଲୁ। ତାପରେ ମୁଁ ମଧ୍ୟ ବାପାଙ୍କୁ ନକଲ କରି କହିଲି, ଆମ ପାଖରେ ହସିବା ବ୍ୟତୀତ ଆଉ କିଛି କରିବାର ନଥିଲା। ସେହି ଭିଡିଓଟି ଏତେ ମଜାଦାର ହୋଇଗଲା ଯେ ଆମେ ଦୁହେଁ ଏହାକୁ ସେଭ କରିଦେଲୁ। ଠିକ ସେତିକି ବେଳେ ଆମେ କବାଟରେ ଏକ ଶବ୍ଦ ଶୁଣିଲୁ ଏବଂ ଏହି ସମୟରେ ମା ଏବଂ ବାପା ପ୍ରକୃତରେ ଘରକୁ ଫେରିଆସିଲେ। ଆମେ ପରସ୍ପରକୁ ଚାହିଁଲୁ ଏବଂ ଭୟଭୀତ ହୋଇ ମାଙ୍କ ଫୋନକୁ ତା ସ୍ଥାନରେ ରଖିଲୁ। ମା ଭିତରକୁ ଆସି କହିଲେ, ତେବେ ଆଜି ତୁମେ ଦୁହେଁ ଘରେ କଣ କଲ? ଭାଇ ନିର୍ଦ୍ଦୋଷ ହେବାର ଅଭିନୟ କରି କହିଲେ, କିଛି ନାହିଁ ମା, ଆମେ କେବଳ ପାଠ ପଢୁଥିଲୁ। ମା ଆମ ମୁହଁ ଦେଖି ସନ୍ଦେହପୂର୍ଣ୍ଣ ଆଖିରେ କହିଲେ, ହଁ ଠିକ ଅଛି, ତୁମେ ଦୁହେଁ ବହୁତ ସରଳ ଦେଖାଯାଉଛ। ମା ଆମ କଥାରେ ଟିକିଏ ବିଶ୍ୱାସ କଲେ, କିନ୍ତୁ ତାଙ୍କ ମୁହଁରେ ହାଲୁକା ହସ ଥିଲା। ତାପରେ ସେ କହିଲେ, ଠିକ ଅଛି, ତୁମେ ଦୁହେଁ ନିଜ ନିଜ କୋଠରୀକୁ ଯାଅ। ତାପରେ ଆମେ ଧ୍ୟାନର ସହିତ ନିଜ କୋଠରୀରେ ଯାଇ ବସିଥିଲୁ, ଯେମିତି ତାହା କେହି ଜାଣି ନ ପାରିବେ। ଆମେ ଦୁହେଁ ରାଜି ହୋଇ ମୁଣ୍ଡ ହଲାଇ ଆମ କୋଠରୀକୁ ଗଲୁ, କିନ୍ତୁ
ସେଦିନର ମଜା ଏବଂ ଦୁଷ୍ଟାମି ଆମ ମୁହଁରେ ସବୁଦିନ ପାଇଁ ଏକ ସ୍ମରଣୀୟ ହସ ଛାଡ଼ିଗଲା। ରାତିରେ ମୁଁ ମୋ କୋଠରୀରେ ଶୋଇଥିଲି, କିନ୍ତୁ ସାରା ଦିନର ସମସ୍ତ ଦୁଷ୍ଟାମି ମୋ ମନରେ ଚାଲିଥିଲା ଏବଂ ହସିବା ଯୋଗୁଁ ମୁଁ ଶୋଇପାରିଲି ନାହିଁ। କିଛି ସମୟ ପରେ ଭାଇ ମୋ କୋଠରୀକୁ ଆସି ଧୀରେ କହିଲା, ତୁମେ ଶୋଇଛ କି? ମୁଁ ତାକୁ ଚାହିଁ ଉତ୍ତର ଦେଲି, ନା। କଣ ତୁମେ ମଧ୍ୟ ଶୋଇପାରିଲ ନାହିଁ? ସେ ହସି ମୋ ପାଖରେ ବସିଲେ ଏବଂ କହିଲା, ଭଉଣୀ, ଆଜି ଆମେ ବହୁତ ମଜା କଲେ ଯେତେବେଳେ ଆମେ ଦୁହେଁ ମାଙ୍କ ଫୋନ ନେଇ ଗୁପ୍ତ ଭାବରେ ଏକ ଭିଡିଓ କରିଥିଲୁ। ମା କିଛି ଜାଣି ନଥିଲେ। ଆମେ ଦୁହେଁ ସେହି ଭିଡିଓ ବିଷୟରେ ଭାବି ପୁଣି ହସିବାକୁ ଲାଗିଲୁ। ଭାଇ କହିଲା, କାଲି ସକାଳେ ଯେତେବେଳେ ମା ତାଙ୍କ ଫୋନରେ ସେହି ଭିଡିଓ ଦେଖିବେ, ସେତେବେଳେ ତାଙ୍କ ମୁହଁର ପ୍ରତିକ୍ରିୟା ଦେଖିବା ଯୋଗ୍ୟ ହେବ। ମୁଁ ତାଙ୍କୁ ଚାହିଁ କହିଲି, କେବଳ ମା ଜାଣିବାକୁ ବାକି ଅଛି ଏବଂ ତାପରେ ଆମେ ଅସୁବିଧାରେ ପଡିଯିବା।